ଶାନ୍ତି। ଆଜି ହେଉଛି 4/12/25। ଆଚ୍ଛା, ମିଠା ମିଠା ଶିଖିଲଦେ ସନ୍ତାନମାନଙ୍କ ପ୍ରତି ମାତା-ପିତା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପଦାଦାଙ୍କୁ ପ୍ୟାର ଗୁଡ୍ ମର୍ଣ୍ଣିଂ। ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1। ଆଖିକୁ ନିର୍ବିକାରୀ ଅର୍ଥାତ୍ ପବିତ୍ର କରିବା ପାଇଁ ପ୍ରୟାସ କରିବାକୁ ହେବ। ବୁଦ୍ଧିରେ ସର୍ବଦା ରହୁ ଯେ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ ଭଉଣୀ ଅଟୁ। ତେଣୁ ପରସ୍ପର ପ୍ରତି ବିକାରୀ ଦୃଷ୍ଟି ରଖିପାରିବା ନାହିଁ। ତାହେଲେ ଆଖିକୁ ଆମେ କଣ କରିବା ନା, ଆଖିକୁ ଆମେ ସମ୍ପୂର୍ଣ୍ଣ ପବିତ୍ର ରଖିବା। ଆମର ବିକାରୀ ଦୃଷ୍ଟି ଯିବ ନାହିଁ। କାମ ବିକାରୀ ଯିବ କି ଆମେ ସମସ୍ତେ ଭାଇ ଭାଇ। ଶରୀର ନମ୍ବର 2। ଶରୀର ନିର୍ବାହ ଅର୍ଥେ କର୍ମ କରୁଥିଲେ ମଧ୍ୟ ବୁଦ୍ଧିର ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ। ପୁରୁଣା ଦୁନିଆରେ ସବୁ କଥା ଛାଡ଼ି ବେହଦର ବାବାଙ୍କୁ ମନେ ପକାଇବାକୁ ହେବ। ବେହଦର ସନ୍ନ୍ୟାସୀ ହେବା